सुर्पणखा एही दंडकारण्य मु सुर्पणखा आनंदरे करे विचारण दंडकारण्य आनंद मोहन दंडकारण्य आनंद मोहन प्रमेलिक सदुलाली आनंदे करी करताली आनंदे करी करताली माया बाला रे रूपसी रूपकु तारी रूपसी आनंद रे कानन भ्रमुची माया बाला रे रूपसी रूपकु तारी रूपसी ए कानन आनंद रे भ्रमुची एही कानन की शोभावन एही कानन की शोभावन लेखे रोहित विचारी आनंदे करी करताली आनंदे करी करताली ज्योत्स्ना भिजा रजनी पुणी शारदीय संध्या अति सुंदर मुहूर्त एही शरद ज्योत्स्नार रजनी रे गीत गाई नाचवाक इच्छा होउछि अथच कहीं कंठरुद्ध होउछि मोहर कहीं पादर नुपुर मोर मना करुछि तू नाच ना एहा शुभर सूचना ना अशुभर संकेत काहाकू पाइबार सूचना ना काहाकू हजेबार सूचना काहाकू पचारिबे प्रश्न किए देव मते एही प्रश्नर उत्तर समय ही कहबो एही सब प्रश्नर उत्तर समय ही कहबो एही सब प्रश्नर उत्तर आउ से समय को प्रतीक्षा पूर्वक एही दंडका अरण्य रे मु अपेक्षा करिबी खोजिबा पाई मु प्रयास रखिबी कहीं मोर ये अशुभ संकेत तार सूचना पाइबा पाई मु निश्चित भाव में दंडका अरण्य दंडका अरण्य भ्रमण पूर्वक अपेक्षा करिबी अर्धनिशरात्रि पुणी असमय किए किए तुम्हें किए ननंद भाउज ननंद आपण हाँ ननंद भाउज खेनमर भूमिष्ठ प्रणाम क्यों आशीर्वाद देवी तुमको मु तो एक अभिशप्त पाषाण सदृशा हाँ तथापि एतिकी कहबी देवदेव महादेव तुमर मंगल करंतु ननंद तुमर मंगल करंतु भाउज हाँ ननंद अतिनियम घर स्पर्श प्रकृति राणी चमकी उठे हाँ ननंद এই অসময়ে পুরি অর্ধনিশা রাত্রিরে তুমি সুদূর লঙ্কাপুর ছাড়ি এই দণ্ডকারণ্যকু আসিছ
ହଁ କାହିଁକି କାହିଁକି ଭାଉଜ ଏଠି କଣ ଚରଣକୁ ଆସିବାର ଅଭିପ୍ରାୟ ମୁଁ କଣ ଶୁଣିପାରେ କି ଭାଉଜ? ତୁମେ କଣ ଏଇ ଦଣ୍ଡକା ଅରଣ୍ୟକୁ ଆସିବାର କାରଣ ଜାଣିବାକୁ ଚାହୁଁଛ ହଁ ନରନ୍ଦ? ଭାଉଜ, ହଁ। କଣ ଅଛି ଆଉ କଣ କହିବି ବା? ମୋ ଏଇ ଦଣ୍ଡକା ଅରଣ୍ୟକୁ ଆସିବାର କାରଣ ତଥାପି କହୁଛି ନଣନ୍ଦ, ମୋର ଆସିବାର କାରଣର କଥା। ତାହେଲେ କୁହ ଭାଉଜ, କୁହ। ତମେ କି ନ ଜାଣ ଆସିବା କାରଣ, ভুগুছি কেউ কষণ, রাবণ সকাশে বংশ বুড়ি গলা, শ্রীরাম কলে নিধন। ননন্দ, ହଁ ଭାଉଜ, ସେ ଯୁଦ୍ଧରେ ତୁମ ଭାଇ କୁମ୍ଭକର୍ଣ୍ଣ ନିହତ ହେଲେ ଜାଣିଛ। ବଂଶର ପ୍ରଦୀପ ଏହି ଶିଶୁ ପୁତ୍ର, ତୁମେ ପାଲିବ ଅବଶ୍ୟ। ଭାଉଜ, ନଣନ୍ଦ, ତମେ କହିଲ ନା ରାବଣ ସକାଶେ ଲଙ୍କା ଗଡ଼ ଆଜି ଧ୍ୱଂସ ହେବାକୁ ଯାଉଛି ବୋଲି? ନଣନ୍ଦ, ତମେ କହିଲ ନା ରାବଣ ସକାଶେ ଆଜି ସ୍ୱର୍ଣ୍ଣ ଲଙ୍କା ପାଉଁଶ ହେବାକୁ ଯାଉଛି ବୋଲି? ନଣନ୍ଦ, ମୁଁ କିନ୍ତୁ ସେଇ କଥାକୁ ସମର୍ଥନ କରିପାରିବିନି ଭାଉଜ। ହେଲେ କାହିଁକି ସମର୍ଥନ କରିପାରିବ ନାହିଁ ନଣନ୍ଦ? ମୁଁ ସେଇ କଥାକୁ ସମର୍ଥନ କରିପାରିବିନି। କାହିଁକି ନଣନ୍ଦ? କାହିଁକି ନା ମୁଁ ଯୋଉ କଥା କହିବି ସେଇ କଥା ଶୁଣିଲେ ତମ ଛାତି ତଳର କଲିଜାଟା ଫାଟିଯିବ। ଏ କଣ କହୁଛ? ତମ ପାଦ ତଳର ମାଟିଟା ଖସିଯିବ। ଏ କଣ କହୁଛ ନଣନ୍ଦ? ସୁନା ଲଙ୍କା ଚୂନ ହେବାର କାରଣଟା ରାବଣ ନୁହେଁ ଭାଉଜ, ତାହେଲେ କିଏ ନଣନ୍ଦ? ଲଙ୍କାଗଡ଼ ଧ୍ୱଂସ ହେବାର କାରଣ କେବଳ ଜଣେ, ଆଉ ସେ ଜଣକ ହେଉଛି ଏଇ ଶୂର୍ପଣଖା। ତୁମେ ଓ ଭାଉଜ, ଲଙ୍କାଗଡ଼କୁ ଜଣେ ହିଁ ଧ୍ୱଂସ କରିଦେଲ। ଓ ଏ କଣ ମୋରି ନଣନ୍ଦ? ସକାଶେ ଆଜି ତ୍ରିପୁରା ବିଜୟୀ ରାବଣର ଏ ଦୁର୍ଦ୍ଦଶା। ଏ କଣ କଲ ନଣନ୍ଦ? ସେଦିନ ଯଦି ନିଜ ରୂପ ଛଟକରେ ରାମଚନ୍ଦ୍ର ଆଉ ଲକ୍ଷ୍ମଣକୁ ମୋ ପ୍ରେମରେ ଫସେଇବାର ଦୁଃସାହସ କରିନଥାନ୍ତି, ରାମ ଲକ୍ଷ୍ମଣ କି ନାସାକର୍ଣ୍ଣ ଛେଦନ କରିଥାନ୍ତେ ମୋର। ନା ନଣନ୍ଦ ନା। ଆଉ ସେଇ କଥାକୁ ମୁଁ ଯଦି ମୋ ଭାଇ ରାବଣ ନିକଟରେ କହିନଥାନ୍ତି, ରାବଣ କି ପ୍ରତିଶୋଧ ପରାୟଣ ହୋଇ ସୀତା ଚୋରି ବୋଲି ଜଘନ୍ୟ କାର୍ଯ୍ୟ କରିଥାନ୍ତେ ଭାଉଜ। ନାହିଁ ନଣନ୍ଦ ନାହିଁ। ସୀତା ହରଣ, ରାବଣ ମରଣ, ଏହି ତ୍ରେତୟା ଯୁଗର ନିୟମ ପାଲଟି ଗଲା ଭାଉଜ। ଏ କଣ କଲ ନଣନ୍ଦ? ଏ
କଣ କଲ? তুমি ঠিক বিচার করিছ ভাউজ, ହଁ ନଣନ୍ଦ, তুমি ঠিক বিচার করিছ। যাহারি হস্তরে হ্যাঁ যাহারি হস্তরে যাহারি হস্তরে আছি কুম্ভকর্ণ বলি মহাবলী ভূমিরে পতিত, ହଁ ନଣନ୍ଦ, তাহারি হস্তরে রাবণর বংশ বুড়ি যাওয়াটা অটে অনিবার্য। সুনিশ্চিত ভাବରେ রাবণর বংশ বুড়ি যাব। ନାଇଁ ନଣନ୍ଦ, ତମେ ଆଗତ ଭବିଷ୍ୟତକୁ ଚିନ୍ତା କରି ଅନ୍ତତଃ ରାବଣର ଜଣେ ହେଲେ ବଞ୍ଚି ରହୁ ବୋଲି କୁମ୍ଭକର୍ଣ୍ଣ ପୁତ୍ର এই ଶିଶୁ ପୁତ୍ରକୁ ମୋରି ନିକଟେ ଗୁପ୍ତ ଭାବରେ ଲାଳନ ପାନ କରିବା ପାଇଁ ଆଣିଛ ନା? ହଁ ନଣନ୍ଦ, ଦିଅ ଭାଉଜ, ନିଶ୍ଚୟ ଦିଅ ନଣନ୍ଦ। ଏ ଶିଶୁ ପୁତ୍ରକୁ ଗୁପ୍ତ ଭାବରେ ଲାଳନ ପାନ କରି ଅନ୍ତତଃ ମୁଁ ରାବଣର ବଂଶକୁ ବଞ୍ଚେଇ ରଖିବି। ମୁଁ କରିଥିବା ପାପର ପ୍ରାୟଶ୍ଚିତ କରିବି। ହଁ ନଣନ୍ଦ, ଏ ଶିଶୁ ପୁତ୍ରର ନାମ କଣ ରଖିଛ ଭାଉଜ? ମୁଁ ଏଇ ଶିଶୁ ପୁତ୍ରର ନାମ କେବଳ ଅଶ୍ୱକର୍ଣ୍ଣ ହିଁ ରଖିଛି ନଣନ୍ଦ। ଦିଅ ଭାଉଜ, ସେ ଅଶ୍ୱକର୍ଣ୍ଣକୁ ମୋତେ ଦିଅ। ନିଶ୍ଚୟ ଦେଇଦେବି ନଣନ୍ଦ। ଯାରେ ବାପ, ତୋତେ ତୋ ପିଉସୀ ଶିଳ୍ପଣଙ୍କ ପାଖେ ମୁଁ ଛାଡ଼ି ଚାଲି ଯାଉଛି। ହରେ ଧନ, ତୋତେ ମୁଁ ଜନ୍ମ ସିନା ଦେଇଛି, ହେଲେ ତୋର ପ୍ରତିପାଳନ ମୁଁ କରିପାରିବି ନାହିଁ ରେ ଧନ।